ସମସ୍ତଙ୍କୁ ନମସ୍କାର। ଟ୍ରେଡିଂରେ ଅଧିକାଂଶ ଲୋକ କାହିଁକି ଫେଲ୍ ହୁଅନ୍ତି କେବେ ଭାବିଛନ୍ତି? ସେମାନଙ୍କ ଷ୍ଟ୍ରାଟେଜି ଭୁଲ ଥିଲା ବୋଲି? ନା, ବିଲକୁଲ ନୁହେଁ। ପ୍ରକୃତ କାରଣ ହେଉଛି ସେମାନଙ୍କର ମାଇଣ୍ଡସେଟ୍। ସେମାନେ ଟ୍ରେଡିଂକୁ ଗୋଟେ ବିଜନେସ୍ ଭଳି ନୁହେଁ, ବରଂ ଗୋଟେ କ୍ୟାସିନୋ ଭଳି ଦେଖନ୍ତି। ତେବେ ଆଜି ଆମେ ସେହି ମାନସିକତାକୁ ବଦଳାଇବା ପାଇଁ ଗୋଟେ ପୂରା ବ୍ଲୁପ୍ରିଣ୍ଟ ଉପରେ କଥା ହେବା। ଦେଖନ୍ତୁ, ଏହି ଚାର୍ଟଟି ଦେଖାଉଛି ଅଧିକାଂଶ ନୂଆ ଟ୍ରେଡର କ'ଣ କରନ୍ତି। ସେମାନେ ନିଜର ପାଖାପାଖି 80% ସମୟ ଆଉ ଶକ୍ତି କେବଳ ଗୋଟେ ପରଫେକ୍ଟ ଷ୍ଟ୍ରାଟେଜି ଖୋଜିବାରେ ଲଗେଇ ଦିଅନ୍ତି। ଦିନରାତି ଇଣ୍ଟରନେଟ୍ରେ ଖୋଜୁଥିବେ, ଭାବୁଥିବେ ବାସ୍ ସେଇ ହୋଲି ଗ୍ରେଲ୍ ଫର୍ମୁଲାଟା ମିଳିଗଲେ ସବୁ ସମସ୍ୟା ସମାଧାନ ହେଇଯିବ। ହେଲେ ଜାଣିଛନ୍ତି ମଜା କଥା କ'ଣ? ପ୍ରକୃତ ସଫଳତାର କାହାଣୀଟା ପୂରା ଓଲଟା। ଜଣେ ପ୍ରଫେସନାଲ ଟ୍ରେଡର ପାଇଁ ଖେଳଟା ଏମିତି ଦେଖାଯାଏ। ତାଙ୍କ ସଫଳତାର 80% ଆସେ ତାଙ୍କର ସାଇକୋଲୋଜି, ମାନେ ମାନସିକ ସ୍ଥିରତା, ଅନୁଶାସନ ଆଉ ଗୋଟେ ପକ୍କା ରୁଟିନ୍ରୁ, ଆଉ ମାତ୍ର 20% ହିଁ ଷ୍ଟ୍ରାଟେଜି ଉପରେ ନିର୍ଭର କରେ। ଦେଖିଲେ ତ କେତେ ବଡ଼ ପାର୍ଥକ୍ୟ? ତ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା, ଆମେ ଏଇ ଚାର୍ଟଟାକୁ ଓଲଟେଇବା କେମିତି? କେମିତି ଆମେ ନିଜର ଫୋକସ୍କୁ ଷ୍ଟ୍ରାଟେଜିରୁ ହଟେଇ ନିଜ ବ୍ୟବହାର ଆଉ ମାନସିକତା ଉପରକୁ ଆଣିବା? ଚାଲନ୍ତୁ, ଏହି ଆଲୋଚନାରେ ଆମେ ସେହି ରାସ୍ତାଟା ହିଁ ଖୋଜିବା। ଓକେ, ତେବେ ଆମର ପ୍ରଥମ କାମ, ଭାବନ୍ତୁ ଆମ ଟ୍ରେଡିଂ ଆକାଉଣ୍ଟ ଗୋଟେ ଡଙ୍ଗା ଭଳି। ଯଦି ସେଥିରେ ଛୋଟ ଛୋଟ କଣା ଥାଏ, ତାହେଲେ ପାଣି ପଶିବ ଆଉ ଡଙ୍ଗା ବୁଡ଼ିଯିବ। ଠିକ୍ ସେମିତି ଆମକୁ ଆଗ ସେଇ ଲିକ୍ ବା ଛିଦ୍ରଗୁଡ଼ିକ ଖୋଜି ବନ୍ଦ କରିବାକୁ ପଡ଼ିବ। ଏଗୁଡ଼ିକ ହେଉଛି ସେଇ ଖରାପ ଅଭ୍ୟାସ ଯାହା ଧୀରେ ଧୀରେ ଆମ ପୁରା କ୍ୟାପିଟାଲକୁ ଖାଇଯାଏ। ଆଉ ସବୁଠୁ ବଡ଼ ଲିକ୍ ହେଉଛି ଓଭର ଟ୍ରେଡିଂ। ମାନେ ଯେତେବେଳେ ମାର୍କେଟରେ କିଛି ଭଲ ସୁଯୋଗ ନଥାଏ, କିନ୍ତୁ କେବଳ ବୋର୍ ଲାଗୁଛି ବୋଲି ବା କିଛି ତ କରିବା ଦରକାର ଭାବି ଟ୍ରେଡ୍ ନେଇଯିବା। ଏମିତି କଲେ ଆମେ ସବୁବେଳେ କମ୍ ସମ୍ଭାବନା ଥିବା ଟ୍ରେଡ୍ରେ ହିଁ ଫସିଯାଉ। ଦ୍ୱିତୀୟ ଲିକ୍ ହେଲା ରିଭେଞ୍ଜ ଟ୍ରେଡିଂ। ଆମ ସମସ୍ତଙ୍କ ସହିତ ଏମିତି ହୁଏ। ଗୋଟେ ଲସ୍ ହେଲା ଆଉ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ଲାଗିଲା ଯେମିତି ହେଉ ପଛେ ଏଇ ଟଙ୍କାଟାକୁ ଆଜି ହିଁ ଫେରେଇ ଆଣିବି। ବାସ୍, ଏଇ ଭାବନା ଆସିଲା ମାନେ ଆମ ଟ୍ରେଡିଂ ପ୍ଲାନ୍ ଗଲା ଆଉ ଆରମ୍ଭ ହୋଇଗଲା ଜୁଆ ଖେଳ, ଯାହାର ପରିଣାମ ସବୁବେଳେ ବଡ଼ ଲସ୍ ହିଁ ହୁଏ। ତାପରେ ଆସେ ଷ୍ଟ୍ରାଟେଜି ହପିଂ। ଏଇଟା ବି ବହୁତ ସାଧାରଣ। 2-3ଟା ଟ୍ରେଡ୍ ଲସ୍ ହେଲା ଆଉ ଲାଗିଲା ଏ ଷ୍ଟ୍ରାଟେଜିଟା ବେକାର, ଚାଲ ନୂଆ କିଛି ଖୋଜିବା। କିନ୍ତୁ ସତ କଥା ହେଉଛି, କୌଣସି ବି ଷ୍ଟ୍ରାଟେଜିରେ ମାଷ୍ଟରୀ ହାସିଲ କରିବା ପାଇଁ ସମୟ ଲାଗେ। ମନେ ରଖିବା ଦରକାର, ଗୋଟେ ଷ୍ଟ୍ରାଟେଜିକୁ ଅତି କମ୍ରେ 100 ଥର ଟ୍ରେଡ୍ ନ କଲେ ତାର ପ୍ରକୃତ ଦକ୍ଷତା ବିଷୟରେ ଜାଣି ହୁଏନି। ଆଉ ଶେଷରେ ଯେଉଁଟା ସବୁଠୁ ବିପଦଜନକ, ସେଇଟା ହେଲା ବହୁତ ବେଶୀ ରିସ୍କ ନେବା। ମାନେ ଗୋଟିଏ ଟ୍ରେଡ୍ରେ ନିଜ ଆକାଉଣ୍ଟର ବହୁତ ବଡ଼ ଅଂଶ ବାଜି ଲଗେଇଦେବା। ଏଇ ଗୋଟିଏ ଭୁଲ ହିଁ ଆକାଉଣ୍ଟକୁ ପୂରାପୂରି ସଫା କରିଦେବା ପାଇଁ ଯଥେଷ୍ଟ। ତେବେ ଚାଲନ୍ତୁ ଦେଖିବା, ଜଣେ ନୂଆ ଟ୍ରେଡର ଆଉ ଜଣେ ପ୍ରଫେସନାଲ ଟ୍ରେଡରଙ୍କର ରିସ୍କ ନେବାର ତରିକାରେ କେତେ ଫରକ ଥାଏ। ଦେଖନ୍ତୁ, ପାର୍ଥକ୍ୟଟା ଆକାଶ ପାତାଳର। ଜଣେ ଆମେଚର ଟ୍ରେଡର ଗୋଟେ ଟ୍ରେଡ୍ ପଛରେ ନିଜ କ୍ୟାପିଟାଲର 20-50% ରିସ୍କ ନେଇପାରେ, କିନ୍ତୁ ଜଣେ ପ୍ରଫେସନାଲ, ସେ କେବଳ 1-2% ରିସ୍କ ନିଏ। କାହିଁକି? କାରଣ ସେମାନେ ଜାଣନ୍ତି ଟ୍ରେଡିଂରେ ବଡ଼ ଲାଭ କରିବାଟା ମୁଖ୍ୟ ନୁହେଁ, ବରଂ ମାର୍କେଟରେ ତିଷ୍ଠି ରହିବାଟା ହିଁ ସବୁଠୁ ବଡ଼ କଥା। ଠିକ୍ ଅଛି, ତେବେ କ'ଣ ସବୁ କରିବା କଥା ନୁହଁ, ସେହି ଲିକ୍ଗୁଡ଼ିକୁ ତ ଆମେ ଜାଣିଗଲେ। ଏବେ ଚାଲନ୍ତୁ କ'ଣ କରିବା କଥା ସେ ବିଷୟରେ ଜାଣିବା। ଆସନ୍ତୁ ଦେଖିବା ଜଣେ ପ୍ରଫେସନାଲ ଟ୍ରେଡରଙ୍କର ଦୈନନ୍ଦିନ ବ୍ଲୁପ୍ରିଣ୍ଟ କେମିତି ହୋଇଥାଏ। ଦେଖନ୍ତୁ, ଏଇ ପୂରା ରୁଟିନ୍ 3ଟା ଭାଗରେ ବଣ୍ଟା ହେଇଛି। ପ୍ରଥମେ ମାର୍କେଟ ଖୋଲିବା ପୂର୍ବରୁ ପ୍ରସ୍ତୁତି, ଦ୍ୱିତୀୟରେ ମାର୍କେଟ ଚାଲିଥିବା ବେଳେ ଟ୍ରେଡ୍କୁ ଏକ୍ଜିକ୍ୟୁଟ୍ କରିବା, ଆଉ ତୃତୀୟରେ ମାର୍କେଟ ବନ୍ଦ ହେଲା ପରେ ରିଭ୍ୟୁ କରିବା। ଆଉ ଗୋଟେ କଥା ମନେ ରଖିବେ, ଅସଲ କାମଟା ଟ୍ରେଡିଂ ସମୟରେ ନୁହେଁ, ବରଂ ତା ପୂର୍ବରୁ ଆଉ ପରେ ହିଁ ହୋଇଥାଏ। ତେବେ ପ୍ରଥମ ପର୍ଯ୍ୟାୟ, ମାନେ ପ୍ରି ମାର୍କେଟ ପ୍ରସ୍ତୁତି, ଏଇଟା ଆରମ୍ଭ ହୁଏ ନିଜକୁ ଫିଜିକାଲି ଆଉ ମେଣ୍ଟାଲି ଫିଟ୍ ରଖିବାରୁ। ତାପରେ ଇକୋନୋମିକ୍ କ୍ୟାଲେଣ୍ଡର ଦେଖି ଜାଣିବାକୁ ହୁଏ କିଛି ବଡ଼ ଖବର ଅଛି କି ନାହିଁ। ଏହାପରେ ଚାର୍ଟରେ ଗୁରୁତ୍ୱପୂର୍ଣ୍ଣ ସପୋର୍ଟ ଆଉ ରେଜିଷ୍ଟାନ୍ସ ଲେଭେଲ ମାର୍କ କରାଯାଏ। ଆଉ ସବୁଠୁ ଜରୁରୀ, ଯଦି ତେବେ ପ୍ଲାନ୍ ତିଆରି କରାଯାଏ। ମାନେ ଯଦି ମାର୍କେଟ ଏମିତି ହୁଏ, ତେବେ ମୁଁ ଏମିତି କରିବି। ଏବେ ଆସିଲା ଦ୍ୱିତୀୟ ପର୍ଯ୍ୟାୟ, ମାର୍କେଟ ଚାଲିଥିବା ବେଳର କାମ। ଏଠି ସବୁଠୁ ବଡ଼ କଥା ହେଲା ଧୈର୍ଯ୍ୟ। ଧୈର୍ଯ୍ୟର ସହ ନିଜ ସେଟଅପ୍ ପାଇଁ ଅପେକ୍ଷା କରିବା। ଟ୍ରେଡ୍ ନେବା ଆଗରୁ ନିଜ ଚେକ୍ଲିଷ୍ଟ ଦେଖିବା, ଷ୍ଟପ୍ ଲସ୍ ଆଉ ଟେକ୍ ପ୍ରଫିଟ୍ ସେଟ୍ କରିବା, ଆଉ ତାପରେ ସ୍କ୍ରିନ୍ରୁ ଉଠି ଚାଲିଯିବା। ଏହାଦ୍ୱାରା ଆମେ ଇମୋସନାଲ ହୋଇ ଟ୍ରେଡ୍କୁ ବାରମ୍ବାର ଏପଟ ସେପଟ କରିବାରୁ ବଞ୍ଚିଯାଉ। ଆଉ ଶେଷରେ ଆସେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ, ପୋଷ୍ଟ ମାର୍କେଟ ରିଭ୍ୟୁ। ଏଇଠି ହିଁ ଅସଲ ଶିକ୍ଷା ମିଳେ। ପ୍ରତିଟି ଟ୍ରେଡ୍ର ହିସାବ ଜର୍ନାଲରେ ଲେଖିବାକୁ ପଡ଼ିବ। କାହିଁକି ନେଲି, ସେତେବେଳେ କ'ଣ ଅନୁଭବ କରୁଥିଲି, ଲାଭ ହେଉ କି ଲସ୍, ସବୁର ସ୍କ୍ରିନଶଟ୍ ସେଭ୍ କରି ରଖିବା। ଆଉ ମନେ ରଖନ୍ତୁ, ଏଠି କେବଳ ମାର୍କେଟକୁ ନୁହେଁ, ବରଂ ନିଜର ବ୍ୟବହାରକୁ ଆନାଲାଇଜ୍ କରିବାଟା ବେଶୀ ଜରୁରୀ। ଭଲ କଥା, ଏ ରୁଟିନ୍ ତ ଜଣାପଡ଼ିଗଲା, କିନ୍ତୁ ଏହାକୁ ଲମ୍ବା ସମୟ ଧରି ଚଳେଇ ରଖିବା ପାଇଁ ଏହା ପଛରେ କିଛି ମୂଳ ଅଭ୍ୟାସ
ଆଉ ମାନସିକତାର ଆବଶ୍ୟକତା ରହିଛି। ଚାଲନ୍ତୁ ଏବେ ସେହିଭଳି 5ଟି ଅଭ୍ୟାସ ବିଷୟରେ ଜାଣିବା ଯାହା ଲଙ୍ଗ୍ ଟର୍ମ ସଫଳତା ପାଇଁ ନିହାତି ଦରକାର। এই 5ଟି ଅଭ୍ୟାସ ହେଉଛି ସଫଳତାର ମୂଳଦୁଆ। ଦେଖନ୍ତୁ, ପ୍ରଥମେ ଆସେ ରିସ୍କ ଫର୍ଷ୍ଟ ଥିଙ୍କିଂ, ମାନେ ଲାଭ କେତେ ହେବ ଭାବିବା ଆଗରୁ ଲସ୍ କେତେ ହେଇପାରେ ତାର ହିସାବ କରିବା। ତାପରେ ଆସେ ରୁଲ୍ ଅଫ୍ 2, ଯାହା ଲସ୍କୁ ସୀମିତ ରଖେ। ଏହା ସହ ନିୟମିତ ଶିଖିବା, ଜିତିଲେ ବେଶୀ ଖୁସି ନ ହେବା ବା ହାରିଲେ ଦୁଃଖୀ ନ ହେବା। ଆଉ ଶେଷରେ ଭଲ ସ୍ୱାସ୍ଥ୍ୟ ଆଉ ପର୍ଯ୍ୟାପ୍ତ ନିଦ, କାରଣ ଥକି ଯାଇଥିବା ମସ୍ତିଷ୍କ ସବୁବେଳେ ଭୁଲ ନିଷ୍ପତ୍ତି ନିଏ। ଏସବୁ ମିଶିଲେ ହିଁ ପ୍ରକୃତ ଅନୁଶାସନ ତିଆରି ହୁଏ। ଏଇ ଯୋଉ ରୁଲ୍ ଅଫ୍ 2 କଥା କହିଲି, ସେଇଟା ବହୁତ ପାୱାରଫୁଲ୍। ନିୟମଟା ବହୁତ ସରଳ। ଯଦି ଲଗାତାର 2ଟା ଟ୍ରେଡ୍ରେ ଲସ୍ ହେଲା, ବାସ୍ ସେଦିନ ପାଇଁ କମ୍ପ୍ୟୁଟର ବନ୍ଦ କରିଦିଅନ୍ତୁ। ଆଉ ଟ୍ରେଡିଂ ନୁହେଁ। ଏଇଟା ଠିକ୍ ଘରେ ଲାଗିଥିବା ଇଲେକ୍ଟ୍ରିକ୍ ସର୍କିଟ୍ ବ୍ରେକର ଭଳି କାମ କରେ, ଯାହା ଇମୋସନର ଓଭରଲୋଡ୍ ହେବା ଆଗରୁ ସବୁକିଛି ବନ୍ଦ କରିଦିଏ ଆଉ ବଡ଼ କ୍ଷତିରୁ ବଞ୍ଚେଇ ଦିଏ। ଏବେ ଆମେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ, ଆଉ ଏବେ ଆମେ ଜାଣିବା ସବୁଠାରୁ ଲାଭଜନକ ଟ୍ରେଡ୍ କ'ଣ। ହୁଏତ ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ହିଁ ସତ। ଏହି ଗୋଟିଏ ବାକ୍ୟକୁ ସବୁବେଳେ ମନେ ରଖିବା ଦରକାର। କେବେ କେବେ ସବୁଠାରୁ ଭଲ ଟ୍ରେଡ୍ ହେଉଛି କୌଣସି ଟ୍ରେଡ୍ ନ ନେବା। ପ୍ରକୃତ ପ୍ରଫେସନାଲ ଟ୍ରେଡିଂର ମାନେ ସବୁବେଳେ ଆକ୍ସନରେ ରହିବା ନୁହେଁ। ଏହାର ପ୍ରକୃତ ଅର୍ଥ ହେଉଛି ନିଜ ପୁଞ୍ଜିକୁ ସୁରକ୍ଷିତ ରଖିବା ଆଉ ଠିକ୍ ସୁଯୋଗ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ତେବେ ଆଜିର ପୂରା ଆଲୋଚନାର ସାରାଂଶ ହେଉଛି ଟ୍ରେଡିଂରେ ସଫଳତା କୌଣସି ସିକ୍ରେଟ୍ ଫର୍ମୁଲା ବା ଇଣ୍ଡିକେଟର ଖୋଜିବାରେ ନାହିଁ। ପ୍ରକୃତ ସଫଳତା ଅଛି ନିଜ ବ୍ୟବହାରକୁ କଣ୍ଟ୍ରୋଲ କରିବା ପାଇଁ ଗୋଟେ ଶକ୍ତିଶାଳୀ ସିଷ୍ଟମ ତିଆରି କରିବାରେ। ତେବେ ଯିବା ପୂର୍ବରୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ପାଇଁ। ଆଜି ଆମେ ଯାହା ସବୁ ଆଲୋଚନା କଲେ, ସେଥିରୁ କେଉଁ ଗୋଟିଏ ଜିନିଷକୁ ଆସନ୍ତାକାଲିଠାରୁ ନିଜ ଟ୍ରେଡିଂରେ ବଦଳାଇବାକୁ ଚାହିଁବେ? ଟିକେ ଭାବନ୍ତୁ, କାରଣ ସେଇ ଗୋଟିଏ ଛୋଟ ପରିବର୍ତ୍ତନ ହିଁ ଜଣେ ଶୃଙ୍ଖଳିତ ଟ୍ରେଡର ହେବାର ରାସ୍ତାରେ ପ୍ରଥମ ପାଦ ହୋଇପାରେ। Thanks for watching Odia Stock Pathasala. Don't forget to like, share and subscribe. Your journey to financial freedom starts here.